6:30 ଭିତରେ ଶୋଇଥିଲି ହଠାତ୍ ଖଟ ଏରକମ ଦହଲିଆ ଜଣା ପଡ଼ିଲା ହେଲା। ମୁଁ ଭାବିଲି କି ଭୂମିକମ୍ପ ହେଉଛି କି ଦେଇକି ତାପରେ ଆସିକି ଯେତେବେଳେ ଦେଖିଲି ଯେ ଲାଇଟ୍କୁ ଅନେଇଲି ସେତେବେଳେ ଦେଖିଲି ଯେ ନା ଲାଇଟ୍ କାହିଁ ହଲୁନି। ତାପରେ ନ୍ୟୁଜ୍ ଦେଖିବାର ଜଣା ପଡ଼ିଲା ଯେ ଭୂମିକମ୍ପ ଅନୁଭୂତ ହୋଇଛି ବୋଲିକି। ମୁଁ ଶୋଇଥିଲି, ମୋ ସ୍ତ୍ରୀ ମୋତେ ଡାକିକି ଉଠେଇଲେ, କହିଲେ ଭୂମିକମ୍ପ ହେଉଛି। ଆଉ ମୁଁ କହୁନା ଭୂମିକମ୍ପ ହେଉଛି ନା, ହଁ ଭୂମିକମ୍ପ ହେଉଛି। ଆଉ ଯାଇ ଚାହିଁଲା ବେଳକୁ ଉଠିକି ଚାହିଁଲା ବେଳକୁ ଫ୍ୟାନ୍ଟା ବୁଲୁଛି, ଆଉ ବାହାରକୁ ଆଇଲା ବେଳକୁ ଟିକେ ଖାଲି ଝିମେଇଲା। ଏତିକି ଅନୁଭବ କଲି। ତାପରେ ସାଙ୍ଗେ ସାଙ୍ଗେ ନ୍ୟୁଜ୍ଟା ଶୁଣିଲା ବେଳକୁ ନ୍ୟୁଜ୍ଟା ବାହାରିଲା। ଆଉ ଆଜି ସକାଳେ ମୁଁ ଶୋଇଥିଲି, ତାପରେ ଘରେ ଟିକେ ହାଉଲିଂ ହେଉଥିଲା, ଶୋଇଥିଲି। ତାପରେ ବାପା ଆସିକି ହଠାତ୍ ଡାକିଲେ ଯେତେବେଳେ ମୁଁ ହଠାତ୍ ଉଠିକି ଦେଖିଲି ଯେତେବେଳେ ଶଙ୍ଖର ଧ୍ୱନି ଆଉ ଢାଲି ଗଡ଼ି ମଧ୍ୟ ବାଜୁଛି। ତାପରେ ବାହାରକୁ ଯେତେବେଳେ ବାହାରିକି ମୁଁ ଦେଖେ ସେତେବେଳେ ସମୁଦ୍ରର ଗର୍ଜନଟା ମଧ୍ୟ ଆଜି ଅଧିକ ମାତ୍ରାରେ ହେଉଛି। ତାପରେ ଏଥିରୁ ଜଣାପଡ଼ିଲା ଯେ ଆଜି ଟିକେ ମାନେ ଭୂମିକମ୍ପ ହେଇଛି ବୋଧେ। ସମସ୍ତେ କହିଲେ, ଘରେ ସମସ୍ତେ କହିଲେ ଯେ ଭୂମିକମ୍ପ ହେଇଛି। ତ ଚାରିଆଡ଼କୁ ଦେଖିଲା ବେଳକୁ ଯେ ଶଙ୍ଖ ବାଜୁଛି ଆଉ ସମୁଦ୍ର ଗର୍ଜନଟା ଆଜି ବହୁତ ଅଧିକ ମାତ୍ରାରେ ହେଉଛି।